ଦେଖନ୍ତୁ ଆମର ସାପ କାମୁଡ଼ା ରୋଗ ଗୁଡ଼ିକ ମାନେ ସାପ କାମୁଡ଼ା ପେସେଣ୍ଟ ମାନେ ଏଇ ଯେତେବେଳେ ବର୍ଷା ପ୍ରଥମ ବର୍ଷା ହୁଏ ସାପ ଗାତ ଭିତରେ ପାଣି ପଶିଲେ ସାପମାନେ ବାହାରି ଆସନ୍ତି ଏବଂ ସେମାନେ ତେଣୁ ସାପ କାମୁଡ଼ା ରୋଗୀ ଆମେ ଏଇ ସମୟଟାରେ ଆର୍ଲି ପାର୍ଟ ଅଫ୍ ମନସୁନରେ ଆମେ ଅଧିକ ପରିମାଣରେ ପାଉ। ତାପରେ ବନ୍ୟା ପାଣି ବା ଯେତେବେଳେ ଅନ୍ୟ ପାଣି ଅଧିକ ବି ଆସୁଛି ସେତେବେଳେ ବି ଅନ୍ୟ ଜାଗାରୁ ବି ସାପମାନେ ଭାସିକି ପଳେଇ ଆସନ୍ତି। ତେଣୁ ସେଥିପାଇଁ ବି ସାପ କାମୁଡ଼ା ରୋଗୀ ଏଇ ସମୟଟାରେ ଅଧିକ ହେବାର ସମ୍ଭାବନା ରହିଛି। ଏବଂ ମୋର ଏଇ ପରିପ୍ରେକ୍ଷୀରେ ଗୋଟେ କଥା କହିବାର ଅଛି, ସାପ କାମୁଡ଼ିଲା ମାନେ ଆମେ ଇମିଡ଼ିଏଟଲି ନିୟରେଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଦରକାର। ଆମର କ୍ୟାପିଟାଲ ହସ୍ପିଟାଲ ତ ନିଶ୍ଚିତ ଭାବରେ ଆମର ଯଥେଷ୍ଟ ପରିମାଣରେ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ଅଛି। ତା ସହିତ ଆମର ସିଏସି ମାନେ ବା ଅଦର ଯେଉଁ ଆମର ହେଲ୍ଥ ସେଣ୍ଟର ମାନେ ସେଠି ବି ମଧ୍ୟ ସାପ କାମୁଡ଼ା ଇଞ୍ଜେକ୍ସନ ରଖାହେଇଛି ବିକଜ ଏଟା ଗୋଟେ ଏମର୍ଜେନ୍ସି ସିଚୁଏସନ୍। ଏବଂ ଯେଉଁ ସାପ କାମୁଡ଼ା ହେଲା ସେଥିରେ ଆମର ଯଦି ଆମେ ଡାକ୍ତରଖାନା ନ ଆସି ତାର ଯଦି ଉପଶମ ନ କରି ଆମେ ଯଦି ଝଡ଼ା ଫୁଙ୍କା ବା ଅନ୍ୟାନ୍ୟ ଗୁଣି ଗାରେଡ଼ି ମାଧ୍ୟମକୁ ଯିବୁ ସେଇଟା ବହୁତ ଭୁଲ ଧାରଣା ଏବଂ ଯେଉଁଟାକି ଲୋକଙ୍କର ଗୋଟେ ଭ୍ରାନ୍ତ ଧାରଣା ଯୋଗୁଁ ବହୁତ ଲୋକ ବି ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ଅଛି। ତେଣୁକରି ମୋର ଏଇ ପରିପ୍ରେକ୍ଷୀରେ କହିବାର ଅଛି ଯେ ସାପ କାମୁଡ଼ା ହେଲା ମାତ୍ରେ ସେମାନେ ତୁରନ୍ତ ଆସିକି ନିୟରେଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତୁ ଏବଂ ଉପଯୁକ୍ତ ଚିକିତ୍ସା ଗ୍ରହଣ କରନ୍ତୁ। କାହିଁକି ନା ସାପ କାମୁଡ଼ା ଆମେ ଯଦି ଶୀଘ୍ର ବା ଯେତେ ଶୀଘ୍ର ପାରେ ଆମେ ଯଦି ତାର ଟ୍ରିଟମେଣ୍ଟ କରିପାରିବା ସେଥିରେ ଆମେ ଲୋକଟିର ଜୀବନ ବଞ୍ଚାଇବାର ସମ୍ଭାବନା ସେତେ ଉଜ୍ଜଳ ଆମ ପାଖରେ ରହିବ। ତେଣୁକରି ଆମେ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତଙ୍କୁ କହୁଛୁ ଆପଣ ଗୁଣିଗାରେଡ଼ି ଉପରେ ନିର୍ଭର ନ କରି ବା ସେ ଅନ୍ଧବିଶ୍ୱାସରେ ନ ରହି ଆପଣ ଡାକ୍ତରଙ୍କ ପରାମର୍ଶ ଯେତେ ଶୀଘ୍ର ନେଇପାରିବେ ସେତେ ଭଲ। ଦେଖନ୍ତୁ ସାପ ଫଟୋ ଉଠାଇବା ମାନେ ସାପ ତ ବିଭିନ୍ନ ପ୍ରକାର ରହିଛନ୍ତି ଏବଂ ସାପ ତାର ପ୍ରକାର ମାଧ୍ୟମରେ ତାଙ୍କର ବିଷ ବି ବିଭିନ୍ନ ପ୍ରକାର ମାନେ ଟିକେ ପାର୍ଥକ୍ୟ ରହିବ, ତାର ପ୍ରଭାବ ତାର ସେ ଅନୁସାରେ ଯେଉଁ ଡିଫରେନ୍ସ ରହିବ। ତେଣୁ ଆମେ ଟ୍ରିଟମେଣ୍ଟ ଡାକ୍ତରଙ୍କୁ ଦେଖେଇବା ପାଇଁ ବା ଜଣେଇବା ପାଇଁ ସେଇଟା ଉପଯୋଗୀ ହେଇପାରେ। କାହିଁକି ଆମେ ବି ଯେତେବେଳେ ଆମେ ଜୁନିୟର ଅବସ୍ଥାରେ ଥିଲୁ ଆମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ କାମ କରୁଥିଲୁ ସେତେବେଳେ ଆମେ ଦେଖିଛୁ ଲୋକମାନେ ବୋତଲରେ ବା ଗୋଟେ ମାଟି ପାତ୍ର ଭିତରେ ବି ସାପ ଆଣିକି ଧରିକି ତାକୁ ଆଣିକି ଆମ ସାମ୍ନାରେ ଆଣିକି ପହଞ୍ଚେଇଛନ୍ତି, ତାହା ବି ଆମର ଅଭିଜ୍ଞତା ରହିଛି। ତେଣୁ ବର୍ତ୍ତମାନ ଯୁଗ ଆଗେଇ ଗଲାଣି, ତେଣୁ ବର୍ତ୍ତମାନ ଆଉ ସାପକୁ ଧରିକି ଆଣିବାର ଆବଶ୍ୟକତା ନାହିଁ। କିନ୍ତୁ ତାକୁ ଯଦି ଆମେ ଫଟୋଟା ଆମେ ଦେଖିଲେ ସେ ଅନୁସାରେ କେଉଁ ସାପ ଅନେକ ସମୟରେ ଲୋକମାନେ ସାପକୁ ଚିହ୍ନି ପାରିନଥାନ୍ତି, ତା ଭିତରେ ଅନେକ ସାପ ବି ମାନେ ଯେଉଁଟା ବିଷାକ୍ତ ସାପ ନୁହନ୍ତି ସେଭଳିଆ ସାପ ବି ରହିଛନ୍ତି। ତେଣୁ ସେ କ୍ଷେତ୍ରରେ ଆମେ ଯଦି କେଉଁ ପ୍ରକାରର ସାପ କାମୁଡ଼ିଛି ତାକୁ ଯଦି ଆମେ ଜାଣିପାରିବା ସେଇଟା ପେସେଣ୍ଟର ଟ୍ରିଟମେଣ୍ଟ ପାଇଁ କିଛିଟା ଆମକୁ ସାହାଯ୍ୟ କରିବ। କିନ୍ତୁ ଫଟୋ ଉଠାଇଲା ବେଳକୁ ଟିକେ ସତର୍କ, ଫଟୋ ଉଠାଇବାକୁ ଡେଫିନେଟଲି ସତର୍କ ହେବା। ଲୋକ ଆଗରୁ ସାପକୁ ଧରିକି ଆସୁଥିଲେ, ତେଣୁ ବର୍ତ୍ତମାନ ଆଉ ସାପ ନ ଧରିକି ଯଦି ଫଟୋ ସତର୍କତା ସହ ଯେମିତି ନିଜକୁ ସବୁବେଳେ ହେଲା ନିଜକୁ ଆଗ ରକ୍ଷା କରିବାଟା ହେଲା ପ୍ରଧାନ କର୍ତ୍ତବ୍ୟ। ତେଣୁ ନିଜକୁ ଆଗ ରକ୍ଷା କରି ଆପଣ ତେଣିକି ଯାହା କରୁଛନ୍ତି କରିବେ। କେତେଟା ବେଡ୍ ଅଛି ସାପ କାମୁଡ଼ା? ସେ ଆମର ସାପ କାମୁଡ଼ା ପେସେଣ୍ଟ ମାନେ ତାର ତ ଅଲଗା ବେଡ୍ ସାପ କାମୁଡ଼ାଙ୍କ ପାଇଁ ନାହିଁ। ଆମର ମେଡିସିନ ୱାର୍ଡରେ ବା ଯଦି ଛୁଆ ମାନେ ଛୋଟ ମାନେ ଶିଶୁ ମାନଙ୍କୁ କାମୁଡ଼ିଲା ସେମାନେ ପେଡ଼ିଆଟ୍ରିକ୍ ୱାର୍ଡରେ ଆଡମିସନ ହୁଅନ୍ତି। ତେଣୁ ଆମର ଯେଉଁ ନର୍ମାଲ ଯେଉଁ ବେଡ୍ ଅଛି ସେଥିରେ ଆମେ ନର୍ମାଲ ୱାର୍ଡ ଆମର ମେଡିସିନ ୱାର୍ଡ ହେଲା ମେଲ୍ ଫିମେଲ୍ ବା ପେଡ଼ିଆଟ୍ରିକ୍ ୱାର୍ଡ ସେଥିରେ ସେମାନେ ସାପ କାମୁଡ଼ା ରୋଗୀମାନେ ରହି ଚିକିତ୍ସା ହେଇ ଯାଆନ୍ତି।